ନମସ୍କାର ସମସ୍ତଙ୍କୁ। ତେଣୁ ଗଣମାଧ୍ୟମରେ କିଛି କଥା ଗୋଟେ ମିସଅଣ୍ଡରଷ୍ଟାଣ୍ଡିଂ ବା ଗୋଟେ ଭୁଲ ବୁଝାମଣାରେ ଚାଲିଲା, ଯୋଉଥିରେ କି ସମସ୍ତେ ଭାବିଲେ ଯେ ଗଣମାଧ୍ୟମ ବା ସାମ୍ବାଦିକ ଭାଇମାନଙ୍କୁ ମୁଁ କିଛି ଆକ୍ଷେପ କରି କହିଛି। କିନ୍ତୁ ମୁଁ ସମସ୍ତଙ୍କୁ ଜଣେଇବାକୁ ଚାହିଁବି ଯେ ମୁଁ ଯାହାଟା ବି କହିଛି କୋଉଥିରେ ବି ମୁଁ ମିଡିଆ ବନ୍ଧୁ ବା ସାମ୍ବାଦିକ ବୋଲି କୋଉଠି କହିନି। ମୁଁ କହିଛି କିଛି ଚ୍ୟାନେଲ ଯୋଉଟା ସତ ସେଟା ସତ, କିଛି ଚ୍ୟାନେଲ ମାନେ ମୁଁ ଏଇଆ ମିନ୍ କଲି ଯେ ଯୋଉମାନେ ଆଜିକା ଡେଟ୍ରେ କେବଳ ରିଲ୍ସ କରୁଛନ୍ତି କି ସର୍ଟସ କରୁଛନ୍ତି, ଯାହାଙ୍କ ଉପରେ କୌଣସି କଟକଣା ନାହିଁ, ସରକାରୀ କୌଣସି କଟକଣା ନାହିଁ, ଯିଏ ମୋ ଅଞ୍ଚଳରୁ 100 କିଲୋମିଟର ଦୂରରେ, 500 କିଲୋମିଟର ଦୂରରେ ବସିଛି, 50 କିଲୋମିଟର ଦୂରରେ ବସିଛି, ଯିଏ ମୋ ଅଞ୍ଚଳ ବିଷୟରେ କିଛି ଜାଣିନାହିଁ, ଯିଏ କେବେ ଫିଲ୍ଡକୁ ଯୋଉମାନେ ଆସନ୍ତି ନାହିଁ, ଘରେ ବସି ରିଲ୍ସ କରନ୍ତି, ସେମାନେ ଯୋଉଭଳି ଭାବରେ ମୋ ପରିବାର, ମୋ ବାପା, ମୋ ମାଆକୁ ଆକ୍ଷେପ କରିକି କହିଲେ, କିଛି ନ ଜାଣିକି, ଘଟଣା ବିଷୟରେ କିଛି ନ ଜାଣିକି, ମୋର ଉଦ୍ଦେଶ୍ୟ ଥିଲା ସେଇମାନେ ହିଁ କେବଳ 2ଟା ଭ୍ୟୁଜ ପାଇବେ ବୋଲି ଗୋଟେ କଥାକୁ ନ ବୁଝି ନ ଜାଣି ତାକୁ ବଢେଇ ଚଢେଇ ରଙ୍ଗେଇ ଏମିତି ଏମିତି ଜିନିଷ ଲେଖିଲେ, ଯୋଉମାନଙ୍କ ପାଖରେ ସେ ଘଟଣାର ଭିଜୁଆଲ ମଧ୍ୟ ନାହିଁ, ସେ ଭିଜୁଆଲ ବି ନାହିଁ କି ସେ ଘଟଣାର ଷ୍ଟିଲ୍ ଫଟୋ ମଧ୍ୟ ନାହିଁ। ମୋର ଗୋଟେ କୋଉ ପୁରୁଣା ଷ୍ଟିଲ୍ ଫଟୋକୁ ପକେଇକି ତା ଦେହରେ ବିଭିନ୍ନ ପ୍ରକାର କମେଣ୍ଟସ ବା ପୋଷ୍ଟର ତିଆରି କରିକି ରଙ୍ଗେଇ ଚଙ୍ଗେଇ ଯୋଉମାନେ ନ୍ୟୁଜ କରିଥିଲେ, ଆମେ କଣ ତାଙ୍କୁ କଣ କହିବା ଯେ ସେମାନେ କାହିଁକି ସେମିତି କରୁଛନ୍ତି? ତା ଉଦ୍ଦେଶ୍ୟ କଣ? ସତ ଜାଣିବାର ଉଦ୍ଦେଶ୍ୟ ନୁହେଁ। ବାହାରେ ରହିଲେ ଗୋଟେ ଅନ୍ୟ ଜିଲ୍ଲାର, ଆମ ଜିଲ୍ଲାର ବି ରୁହନ୍ତି, ଯୋଉମାନେ ସବୁ କଲେ, ମୋର ପରିବାର, ମୋର ପର୍ସନାଲିଟି, ମୋର ହିଷ୍ଟ୍ରି ବ୍ୟାକଗ୍ରାଉଣ୍ଡ ନେଇ କହିଲେ, ମୁଁ କେବଳ ସେମାନଙ୍କୁ କହିଥିଲି ଯେ 2ଟା ଭ୍ୟୁଜ ପାଇଁ ଏଇଭଳି ନେଗେଟିଭ ନ୍ୟୁଜ କରୁଛନ୍ତି, ଏବଂ ତାଙ୍କୁ ମୁଁ ଅନୁରୋଧ କରିବି ଯେ ଯଦି ଆମର ଭ୍ୟୁଜ ଦରକାର ବି ବା ନିଜର ରିଲ୍ସ ଚାଲିବା ଦରକାର, ଆମେ ତାକୁ ପଜିଟିଭ ୱେରେ ମଧ୍ୟ କରିପାରିବା। କିଛି ଭଲ ଜିନିଷ ପ୍ରଚାର ପ୍ରସାର କରିକି ବି ଆମେ ଭ୍ୟୁଜ ପାଇପାରିବା। କୌଣସି ପ୍ରକାରରେ ଆମେ ନେଗେଟିଭ ନ୍ୟୁଜ କରିକି ଆମର ସମାଜର ୟା ଦେହରେ ଭଲ ହବନି ବା ଉନ୍ନତି ହବନି। ଏ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଏଇଭଳିଆ ନେଗେଟିଭ ନ୍ୟୁଜ ନ କରାଯାଉ। ସେମାନଙ୍କୁ କହିବି ଯେ ଆପଣ ଭୁଲ ନ ବୁଝନ୍ତୁ, ଆପଣ ସେ କଥାଟାକୁ ଭଲସେ ଶୁଣନ୍ତୁ। ମୁଁ ସାମ୍ବାଦିକ ଭାଇ କହିନାହିଁ, କି ମିଡିଆ କହିନାହିଁ, କି ଗଣମାଧ୍ୟମ ମଧ୍ୟ କହିନାହିଁ। ମୁଁ କହିଛି କିଛି ଚ୍ୟାନେଲ ଯିଏ ବି ଘରେ ବସିକି ନିଜେ ରିଲ୍ସ କରୁଛି, ସେ କହିଦଉଛି ନିଜକୁ ଗଣମାଧ୍ୟମ, ମୁଁ ସେଇମାନଙ୍କୁ କହିଛି। କିନ୍ତୁ ପ୍ରକୃତ ଯୋଉମାନେ ସାମ୍ବାଦିକ, ପ୍ରକୃତ ଯୋଉମାନେ ଗଣମାଧ୍ୟମ, ଯୋଉମାନେ ଫିଲ୍ଡରେ ବୁଲୁଛନ୍ତି, ଯୋଉମାନେ ଖରା ତରାରେ ବୁଲୁଛନ୍ତି, ଅଞ୍ଚଳକୁ ଯାଉଛନ୍ତି, ଖବର ନଉଛନ୍ତି, ଇଏ କଥା ତାଙ୍କ ପାଇଁ ନଥିଲା। ଏଇ ଯୋଉମାନେ ଘରେ ବସି ଗୋଟେ ପୁରୁଣା ଫଟୋ ପକେଇକି ବ୍ୟାକଗ୍ରାଉଣ୍ଡରେ ଭଏସ ଦେଇକି ଗୋଟେ ରେକର୍ଡିଂ କରି ଖାଲି କହି ଚାଲିଛନ୍ତି, ମୋଠୁ 100 କିଲୋମିଟର, 500 କିଲୋମିଟର ଦୂରରେ ବସିକି କିଛି ନ ଜାଣି ନ ଶୁଣି ମୋ ପରିବାର ବିଷୟରେ କହୁଛନ୍ତି, ମୋର ବ୍ୟାକଗ୍ରାଉଣ୍ଡ ବିଷୟରେ କହୁଛନ୍ତି, ମୋ ବାପା ମା ବିଷୟରେ କହୁଛନ୍ତି, ମୁଁ ତାଙ୍କୁ କହିଥିଲି ଏ କଥା। ମହିଳାଙ୍କର ଦେଖନ୍ତୁ, ଯୋଉମାନେ ସବୁ ଟ୍ରୋଲ କରୁଥିଲେ, ମୁଁ ସେଇମାନଙ୍କୁ କହିଲି ଯେ ମୁଁ କହିଲି ବିଜେଡିର ମୁଖପାତ୍ର ଜଣେ ସାନ ଭଉଣୀ, ସେ ବହୁତ କଥା କହିଲେ, ମୋର ସାର୍ଟିଫିକେଟ ନେଇକି ଇସ୍ୟୁ କଲେ, ମୋର ବିଭିନ୍ନ କଥା ମତେ ପଚାରିଲେ, ତେଣୁ ମୁଁ ତାଙ୍କୁ କିଛି ଉତ୍ତର ଦେବାକୁ ଚାହୁଁନାହିଁ। ମୁଁ ସେ ସାନ ପିଲା, ଠିକ ଅଛି, ସେ କହିଲେ, ସେ ସାନ ଭଉଣୀଟେ ହବ, ମୋର ମାଟ୍ରିକ ସାର୍ଟିଫିକେଟ ଦେଖିବେ ବୋଲି କହିଲେ, ଠିକ ଅଛି, ତାদের କିଛି ଅସୁବିଧା ନାହିଁ।